ନମସ୍କାର ସାଙ୍ଗମାନେ। ମୋ ଦେହ ଅସୁସ୍ଥ ଥିବାରୁ ବାବା ରେଡ଼ି କରିଦେଇଛନ୍ତି ଗୁଗୁଲକୁ ସ୍କୁଲ ଯିବା ପାଇଁ। ଆଜି ମୁଁ ଗୁଗୁଲର କିଛି ବି କାମ କରିନି, କାରଣ ମୁଁ ତ ଉଠି ବସି ପାରୁନି। ସେଥିପାଇଁ ବାବା ତାଙ୍କର ଯାହା ଯେମିତି ପାରୁଛନ୍ତି ଯେତିକି ତାକୁ ସାଇଜ ସୁଜା କରି ପଠାଇ ଦେଇଛନ୍ତି। ଆଉ ମୁଁ ଘୋରି ପରି ହେଇକିରି ଆସିଛି ତାଙ୍କୁ ଟିକେ ଛାଡ଼ିବା ପାଇଁ ବାହାରକୁ। ମୁଁ ଆଉ ତଳକୁ ଯାଇପାରିଲିନି, ସେଥିପାଇଁ ବାଲକୋନିରେ ଥାଇ ଏଇଠୁ ବାଇ କରିଦେଲି। ସେଦିନ ଆଣିଥିବା ମନ୍ଦାର ଗଛରେ 2ଟି କଢ଼ ଫୁଟିଥିଲା। ଖୁବ୍ ଜଲ୍ଦି ଏଥିରେ ମଧ୍ୟ ଫୁଲ ଫୁଟିଯିବ। ଆଉ ଏବେ କୌଣସି କାରଣବଶତଃ ବାବା ଲଞ୍ଚ ବକ୍ସ ଦେବାକୁ ଆସିପାରିନଥିଲେ, ତ ସେଥିପାଇଁ ମୋତେ ଆସିବାକୁ ପଡ଼ିଥିଲା। ପାଟିକି ସବୁ ଅରୁଚି ଲାଗୁଥିବାରୁ ବାବାଙ୍କୁ କହିଥିଲି ମୋ ପାଇଁ ଟିକେ ଗୁପଚୁପ୍ ଆଣିଦେବା। ବାବା ଆସିଲା ବେଳକୁ ଆଣିଦେଇଥିଲେ ଗୁପଚୁପ୍। ଆଉ ମୋ ପୁଅକୁ କହି ତାକୁ ସଜାଡ଼ି ଫଜାଡ଼ିକା ରଖିଦେଇଥିଲି। ସାଙ୍ଗମାନେ, ଏଠି ତ ଆମର ଆଳୁ ଗୁପଚୁପ୍ ଏତେ ମିଳୁନି, ସେଥିପାଇଁକା ମଟର ଗୁପଚୁପ୍ ବାବା ଆଣିଦେଇଥିଲେ। ମୋ ପୁଅ ପାଟିକୁ ଟିକେ ଦେଇ ମୁଁ ଖାଇ ଦେଇଥିଲି। ଆଉ ଏତେ ବି ପାଟିଟା ଏତେ ଖରାପ ହେଇଯାଇଥିଲା ଯେ ମୋର ଗୁପଚୁପ୍ ବି ମୋତେ ଭଲ ଲାଗୁନଥିଲା। ଗୁପଚୁପ୍ ହେଇଥିଲେ ହୁଏତ ପାଟିଟାକୁ ଭଲ ଲାଗିଥାନ୍ତା। କ'ଣ କରିବା, ଘର ପାଖରେ ଯାହା ଅଛି ତାକୁ ନେଇକିରି ଆଡ଼ଜଷ୍ଟ କରିବା ପାଇଁ ପଡ଼ିବ। ଆଉ ଏବେ ସ୍ୱାମୀ ମୋର ଲାଗି ପଡ଼ିଛନ୍ତି ରୋଷେଇ କାମରେ। ମୋର ଅସୁସ୍ଥତା ପାଇଁ ସ୍ୱାମୀକି ମୋର ଏତେ କାମ କରିବା ପାଇଁ ପଡ଼ୁଛି। ସ୍ତ୍ରୀ ଦେହ ଭଲ ଥିଲାବେଳେ ଏତିକି ଟିକେ କରିଥିଲେ ହେଇନଥାନ୍ତା। ତାପରେ ଆମେ ବାହାରି ପଡ଼ିଥିଲୁ ଟିକେ ବଜାର ଆଡ଼େ, କାଳେ ବଜାର ଆଡ଼େ ଗଲେ ଟିକେ ଭଲ ଲାଗିବ ବୋଲିକିରି ଆମେ ଆସିଥିଲୁ। ମୁହଁକୁ ଦେଖି ଜାଣିପାରୁଥିବେ ଦେହଟା କେମିତି ଅଛି। ଆଉ ବାବା ଆମର ପଳେଇ ଆସିଥିଲେ ସ୍କୁଟି ଆଣି। ଡିକି ଭିତରେ ଥିଲା ହାଟ ବ୍ୟାଗକୁ ଆଉ ମୋର ଭ୍ୟାନିଟି ବ୍ୟାଗ୍। ତ ସେଥିରୁ ମୋତେ ମୋ ଭ୍ୟାନିଟି ବ୍ୟାଗ୍ କାଢ଼ି ଦେଇକିରି ହାଟ ବ୍ୟାଗ୍ଟାକୁ ଡିକି ଭିତରେ ରଖିଦେଉଛନ୍ତି। ଆଉ ବାଟରେ ଯୋଉ ଦେଖୁଥିଲୁ ଜାମୁକୋଳି, ଆଉ ସେଥିରୁ କିଲେ ଜାମୁକୋଳି ଆଣିଦେଇଥିଲୁ ଘରକୁ। ଏବେ ସାଙ୍ଗମାନେ ମୋର ହେଉଛି ବ୍ଲଡ଼ ଟେଷ୍ଟ। ଆଉ ଘରକୁ ଆସିଥିଲେ ମୋର ବ୍ଲଡ଼ ଟେଷ୍ଟ କରିବା ପାଇଁ। ବହୁତ ଦିନ ପରେ ମୋ ହାତରେ ଛୁଞ୍ଚିଟିଏ ଫୋଡ଼ା ହେବ। ଆଉ ଛୁଞ୍ଚିକି ତ ମୋର ଭାରି ଭୟ, ଇଞ୍ଜେକ୍ସନ୍କୁ ଭାରି ଭୟ। ମେଡ଼ିସିନ ପଛେ ମୁଁ ଖାଇଦେବି, କିନ୍ତୁ ଇଞ୍ଜେକ୍ସନ୍ଟା ମୁଁ କେବେ ନିଏନି, ମୋତେ ବହୁତ ଭୟ ଇଞ୍ଜେକ୍ସନ୍କୁ। ରିପୋର୍ଟରେ କ'ଣ ଆସୁଛି ସାଙ୍ଗମାନେ, ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।